ନ୍ୟାୟ ଦାବିରେ ମଦ ଦୋକାନ ଆଗରେ ଧାରଣାରେ ବସିଛନ୍ତି ଦଳିତ ପରିବାର। ଆଇନର ଆଶ୍ରୟ କରି ଠକାମିର ଶିକାର ହୋଇଛନ୍ତି ଦଳିତ ପରିବାର। ଫଳରେ ନ୍ୟାୟ ପାଇଁ 3 ଦିନ ହେବ ମଦ ଦୋକାନ ଆଗରେ ଧାରଣାରେ ପରିବାର। ଘଟଣାଟି ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ। ଚିଲିକା ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ପାଇଁ ନିଜ ଜାଗାକୁ ଦିଗମ୍ବର ପ୍ରଧାନଙ୍କୁ ଭଡ଼ା ଦେଇଥିଲେ ଏବଂ ଦିଗମ୍ବର ଜାଗାକୁ ନେଇ ମଦ ଦୋକାନ କରିଥିବା ବେଳେ ମାସକୁ 8,000 ଟଙ୍କା ଭଡ଼ା ବାବଦକୁ ଦେଉଥିଲେ। କିନ୍ତୁ ଜାଗା ବାବଦକୁ ହୋଇଥିବା ସମୟ ସୀମା ସରିଯାଇଥିଲେ ମଧ୍ୟ ଏବେ ସୁଦ୍ଧା ଜାଗା ଉପରେ ଦିଗମ୍ବର ବେଆଇନ ମଦ କାରବାର କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଗୋଟେ ଖବର ଆସି ପହଞ୍ଚିଛି ଆମର ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରୁ। ସେଠି ଗୋଟେ ଅଛି ଚିଲିକା ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ଅଛି। ସେଇଟା ଗୋଟେ ଦଳିତ ଲୋକର ଜାଗା ଘର। ସେଇ ଘରକୁ ଏଇ ଯେଉଁ ମଦ ମାଫିଆ ମାନେ ଯେଉଁଥିରେ ସାମିଲ ଅଛନ୍ତି, ନିଜେ ଯେଉଁ ଅଛନ୍ତି ଜଗଦୀଶ ସାମଲ ପୁରୀର ଅବକାରୀ ବିଭାଗର ଯେଉଁ ଅଛନ୍ତି ଆରକ୍ଷୀ ଅଧିକାରୀ ସାମିଲ ଅଛନ୍ତି। ତାପରେ ଦ୍ୱିତୀୟରେ ସେଠିକାର ଆଇଆଇସି ମଧ୍ୟ ଲୁଚା ଛପାରେ ରହୁଛନ୍ତି। କାହିଁକି ନା ସେ ଲୋକଟିର ଘର ସେ ଏଗ୍ରିମେଣ୍ଟ କରିଥିଲା ଯେତିକି ଦିନ ପାଇଁ, ତାର ମିଆଦ ପୁରି ଯାଇଛି ଏବଂ ମିଆଦ ପୁରିଲା ପରେ ସେ ଘରକୁ ଯେଉଁ ମଦ ମାଲିକ ଯିଏ ଅଛନ୍ତି ସୂର୍ଯ୍ୟକାନ୍ତ ନାୟକ, ସେ ତାକୁ ସେ ଘର ଛାଡ଼ୁନାହାନ୍ତି। ଏ ବାବଦରେ ସେ ଥାନାର ଦ୍ୱାରସ୍ଥ ହୋଇଛି, କଲେକ୍ଟରଙ୍କୁ ଲେଖି ଜଣାଇଛି ଏବଂ ଭଦ୍ରଲୋକ ମାଧ୍ୟମରେ ଗୋଟିଏ ମାସ ସମୟ ଦିଅ ଯେ ଆମେ ଘର ଖାଲି କରିଦେବୁ, ସେ କଥା ବି ମାନିଛି। ମାନିବା ପରେ ଏମାନେ ତା ଘରକୁ ଜୋର ଜବରଦସ୍ତ ମାଡ଼ି ରଖିଛନ୍ତି, ମାରିଦେବାର ଧମକ ଦେଉଛନ୍ତି। ବର୍ତ୍ତମାନ ସେ ପରିବାର ହେଉଛନ୍ତି ସୁକାନ୍ତ ବେହେରା, ତାଙ୍କର ପରିବାର 6 ଜଣ ଲୋକ ସେଇ ଚିଲିକା ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ଆଗରେ 3 ଦିନ ହେଲା ଆମରଣ ଅନଶନ ଦେଇଛନ୍ତି। ଆମେ ଏଇ ଭିଜୁଆଲ ମାଧ୍ୟମରେ ଭିଡ଼ିଓ ମାଧ୍ୟମରେ ଆମେ ସମସ୍ତଙ୍କୁ ଜଣେଇ ରଖୁଛୁ, ସୁକାନ୍ତ ବେହେରା ଯେଉଁ ଅଛନ୍ତି ତାଙ୍କର ଯାହା କ୍ଷୟକ୍ଷତି ହେବ, ମାନେ ଆମରଣ ଅନଶନରେ 3 ଦିନ ହେଲା ତାଙ୍କ ପରିବାରକୁ ଧରି ବସିଛନ୍ତି। ପଛପଟେ ସେ ଘର ଭିତର ପଟୁ ତାଲା ଦେଇ ମଦ ମାଫିଆ ମାନେ ଅଛନ୍ତି। କୌଣସି ମୁହୂର୍ତ୍ତରେ ଏ ପରିବାରର କ୍ଷତି କରିପାରନ୍ତି। ଏଇଟା ଗୋଟେ ବଡ଼ ସଙ୍ଗୀନ ବିଷୟ। ଏଇ ବିଷୟ ଉପରେ ସ୍ଥାନୀୟ ଆଇଆଇସି ଚୁପ୍, ସ୍ଥାନୀୟ ଏସଡିପିଓ ଚୁପ୍ ଏବଂ ଜିଲ୍ଲା ପ୍ରଶାସନ ଚୁପ୍, ଜିଲ୍ଲାପାଳ ଚୁପ୍, ଆଉ ନିଜେ ମଧ୍ୟ ଆରକ୍ଷୀ ଯେଉଁ ଆମର ଅଛନ୍ତି ଆରକ୍ଷୀ ଅଧିକାରୀ ଅବକାରୀ ବିଭାଗର ସେ ମଧ୍ୟ ଚୁପ୍। ତେଣୁ ସଂଗଠନକୁ ବର୍ତ୍ତମାନ ସନ୍ଧ୍ୟା ସୁଦ୍ଧା ଖବର ଆସିଛି, ଆମ ପାଖରେ ଭିଜୁଆଲ ଅଛି। ତେଣୁ ଏ ବାବଦରେ ଯଦି ସେ ପରିବାରର କିଛି ବି କ୍ଷତି ହୁଏ, ନ୍ୟାୟ ଦେବାରେ ଅସୁବିଧା ହେଉଛି। ଗରିବ ଲୋକ, ତା ଘର ସେ ଦେଇଥିଲା, ଯେତିକି ଦିନ ଏଗ୍ରିମେଣ୍ଟ କରିଥିଲା ସେତିକି ଦିନ ସରିଲା ପରେ ସେ ବର୍ତ୍ତମାନ ତା ଘର ନେବାକୁ ରହିବାକୁ ଚାହୁଁଛି। ଏମାନେ ଆଉ ଗୋଟିଏ ଘର ନେଇ କରିପାରନ୍ତି, କିନ୍ତୁ ତା ଘରକୁ ଛାଡ଼ୁନାହାନ୍ତି। ଏଇଟା ଗୋଟେ ସଙ୍ଗୀନ ବିଷୟ ଆମ ସମସ୍ତ ଆସିଛି। ତେଣୁ ଆମେ ନିହାତି ଭାବରେ ତାଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରିବୁ। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ।